नमस्कार दर्शक बंधु आज भिडियो पुणी थे आम चैनल को स्वागत जनाऊँ। जदि अधिक परिश्रम पर भी फल कौन पाई कम मिली थाए आ बहुत व्यक्ति अच्छा जहाँ अधिक परिश्रम कलापर बहुत कम फल देखा मिली थाए। एमती भी होता है कम परिश्रम करने पर भी अधिक फल देखा मिली थाए। एमती कौन पाई होता है तेबे आसतु गोटे कहानीटे शुणा आउ यही कहानीटी आपण मानक बहुत शीघ्र किसी शिखा मिल। ଏହି କାହାଣୀ ଆପଣଙ୍କର ସମସ୍ତ ଭ୍ରମକୁ ଦୂର କରିଦେବ। ତେବେ ଆସନ୍ତୁ କାହାଣୀକୁ ଷ୍ଟାର୍ଟ କରିବା। ଗୋଟିଏ ଦିନର କଥା, ମାତା ଲକ୍ଷ୍ମୀ ଏବଂ ଦରିଦ୍ରତା ଏହି ଦୁଇ ଦେବୀ କଥାବାର୍ତ୍ତା ହେଉଥିଲେ। ଦରିଦ୍ରତା ଦେବୀ ମାତା ଲକ୍ଷ୍ମୀଙ୍କୁ କହିଲେ, ହେ ଭଉଣୀ, ବହୁ ଦିନରୁ ମୋ ମନରେ ଗୋଟିଏ କଥା ଉଙ୍କି ମାରୁଛି। ମୁଁ ଭାବୁଛି କି ଏହି କଥା ମୁଁ ତୁମକୁ ପଚାରିବି। ତ ମାତା ଲକ୍ଷ୍ମୀ ଦେବୀ କହିଲେ, ହଁ କୁହ, କ'ଣ ପଚାରିବାର ଅଛି? ଏମିତି କେଉଁ କଥା ତୁମ ମନରେ ଉଙ୍କି ମାରୁଛି? ଏମିତି କେଉଁ କଥା ପାଇଁ ତୁମେ ଚିନ୍ତାରେ ଅଛ? ତ ଦରିଦ୍ରତା ଦେବୀ କହିଲେ, ହେ ଭଉଣୀ, ମୋ ମନରେ ଏହି ଗୋଟିଏ କଥା ମୁଁ ବୁଝିପାରୁ ନାହିଁ କି ଆମେ ତ ଦୁଇ ଭଉଣୀ, ସୁନ୍ଦରତାରେ ତ କେହି କାହାଠାରୁ କମ୍ ନୁହନ୍ତି, କିନ୍ତୁ ଲୋକେ ତୁମକୁ ବେଶୀ ଗୁରୁତ୍ୱ ଏତେ ଆଦର କ'ଣ ପାଇଁ କରିଥାନ୍ତି? ଆଉ ମୋତେ ଦେଖ, ମୁଁ ଯଦି କୁଆଡ଼େ ବୁଲିବାକୁ ଯାଉଛି ତ ମୋତେ ଦେଖି ଲୋକେମାନେ କ'ଣ ପାଇଁ ଉଦାସ ହେଇଯାଉଛନ୍ତି, କ'ଣ ପାଇଁ ହାରାସ ହେଇଯାଉଛନ୍ତି? ମୋତେ ଲୋକଙ୍କର କ୍ରୋଧ ଏବଂ ଘୃଣାର ସାମ୍ନା କରିବାକୁ ପଡ଼ିଥାଏ, କିନ୍ତୁ ଆମେ ତ ଦୁଇ ଭଉଣୀ ଅଟୁ, ଏମିତି କ'ଣ ପାଇଁ ହେଉଛି? ତ ଏହା ଶୁଣି ମାତା ଲକ୍ଷ୍ମୀ ଦେବୀ କହିଲେ, ଦେଖ, ଆଦର ଆଉ ସମ୍ମାନର ମାନେ ସୁନ୍ଦରତାରେ ନଥାଏ। ଆଦର ପାଇବା ପାଇଁ ମନୁଷ୍ୟକୁ ଶ୍ରେଷ୍ଠ କର୍ମ କରିକି ଦେଖେଇବାକୁ ପଡ଼ିଥାଏ। ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତି କେହି ବି ପଚାରନ୍ତି ନାହିଁ, ପୂଜା ଓ ତାଙ୍କ କର୍ମରେ ହିଁ ମିଳିଥାଏ। ଯଦି ଆମେ ଲୋକଙ୍କର ଉପକାର ପାଇଁ କାମ କରିବା, ତାଙ୍କ ଭଲ କଥା ହିଁ ଚିନ୍ତା କରିବା, ଭାବିବା, ତ ନିଶ୍ଚିନ୍ତ ରୂପେ ଲୋକେ ଆମକୁ ଆଦର୍ଶରେ ଦେଖିବାକୁ ଲାଗିବେ। ମୋର ସମ୍ମାନ ଲୋକ ଏଇଥିପାଇଁ କରିଥାନ୍ତି, କାହିଁକି ନା ମୁଁ ଯେତେବେଳେ ବି ଲୋକଙ୍କ ଘରକୁ ଯାଇଥାଏ ତ ମୁଁ ତାଙ୍କ ସୁଖର ସାଧନା ଦେଇଥାଏ। ମୁଁ ତାଙ୍କ ଘରକୁ ଧନ ଧାନ୍ୟରେ ଭରି ଦେଇଥାଏ। ଏ ସବୁଠୁ ବଡ଼ କଥା, ଯିଏ ଲୋକଙ୍କୁ ଏତେ ଖୁସି ଦେଇଥାଏ ତ ଲୋକେ ତାକୁ ହିଁ ଭଲ ପାଇବା ଦେଇଥାନ୍ତି। ଆଉ ତୁମର ସ୍ୱଭାବ ଏଇଆ ଅଟେ କି ତୁମେ ଯେଉଁଠିକି ବା ଯାହା ଘରେ ପାଦ ରଖିଥାଅ ତ ସେହି ଘରେ ଗରିବ ହୋଇଯାଇଥାଏ। ସେହି ଘରର ସବୁ ସଦସ୍ୟ ରୋଗ, ସୁଖ, ବେମାରୀ ଚାରିଦିଗରୁ ଘେରି ଯାଇଥାଏ। ଏଥିପାଇଁ ତୁମକୁ ଲୋକେ ଘୃଣା କରିଥାନ୍ତି, ତୁମର କେହି ବି ଆଦର କରିନଥାନ୍ତି। ଯଦି ଆଦର ପାଇବା ପାଇଁ ଚାହୁଁଛ ତ ଲୋକଙ୍କ ସୁଖ ପାଇଁ କିଛି ତ କାମ କର। ଆଉ ତୁମେ ସେବା ଆଉ ଉପଦେଶରେ ଲୋକଙ୍କର ମନ ଜିଣ। ହଁ ଦର୍ଶକ ବନ୍ଧୁ, ଲକ୍ଷ୍ମୀଙ୍କର ଏହି କଥା ଦରିଦ୍ରତା ଦେବୀଙ୍କୁ ବହୁତ ଖରାପ ଲାଗିଲା। ଦରିଦ୍ରତା ଦେବୀ ଭାବିବାକୁ ଲାଗିଲେ ଯେ ଲକ୍ଷ୍ମୀକୁ ଅଧିକ ସମ୍ମାନ ଦେଇ ଲୋକେ ଲକ୍ଷ୍ମୀକୁ ଗର୍ବ କରିଦେଲେଣି, ଯାହା ଫଳରେ ଲକ୍ଷ୍ମୀ ଅଧିକ ଗର୍ବୀ ହୋଇଗଲାଣି। ଲକ୍ଷ୍ମୀକୁ ଲାଗୁଛି ଏ ଦୁନିଆଟାକୁ ଲକ୍ଷ୍ମୀ ହିଁ କେବଳ ଖୁଆଇ ପିଆଇ ରଖିଛି। ଅଧିକ କ୍ରୋଧିତ ହୋଇ ଦରିଦ୍ରତା ଦେବୀ ଲକ୍ଷ୍ମୀ ମାତାଙ୍କୁ କହିଲେ, ତୁମେ କେଉଁ ଗୁଣରେ ମୋ ଠାରୁ ଉପରେ ଅଛ କୁହ ତ? ତୁମେ ଏମିତି କେଉଁ ଗୁଣରେ ମୋ ଠାରୁ ବଡ଼ ଅଟ? ନା ବୁଦ୍ଧିରେ, ନା ସୁନ୍ଦରତାରେ, ନା କେଉଁଥିରେ ତୁମେ ବଡ଼ ଅଟ? କେଉଁଥିରେ ତୁମର ଏତେ ଗର୍ବ ଅହଙ୍କାର? ତେବେ ଚାଲ ତୁମର ମୋର ଗୋଟିଏ କାମ କରିବା, ଆମେ ଗୋଟେ ଯୁଦ୍ଧ କରିବା, ଆଉ ସେହି ଯୁଦ୍ଧରେ ଆମେ ଆମ ଶକ୍ତିକୁ ଉପଯୋଗ କରିବା, ଆଉ ଯିଏ ଜିତିବ ସିଏ ହିଁ ବଡ଼। ତୁମକୁ ତୁମ ବୈଭବ ଉପରେ ଏତେ ଅହଙ୍କାର କାହିଁକି? ନା ତୁମେ ଭାବୁଛ ତୁମେ ଯାହାକୁ ଚାହିଁବ ତାକୁ ମୁଁ କରୋଡ଼ପତି ବନାଇଦେବି, କିନ୍ତୁ ମୋ ପାଖରେ ବି ଏହି ଶକ୍ତି ଅଛି କି ମୁଁ ମଧ୍ୟ ଯାହାକୁ ଚାହିଁବି ତୁମର ସେହି କରୋଡ଼ପତି ଭକ୍ତକୁ କାଙ୍ଗାଳ ବନେଇଦେବି। ଦରିଦ୍ରତା ଦେବୀଙ୍କର ଏହି ସବୁ କଥା ଶୁଣି ମାତା ଲକ୍ଷ୍ମୀ ହାରାସ ହୋଇ କହିଲେ, ହେ ଭଗିନୀ, ତୁମେ ଯାହା ଚାହିଁବ ତାହା କରିପାର, କିନ୍ତୁ ମୋ ଠାରୁ ତୁମେ ବଡ଼ କେବେ ବି ହୋଇପାରିବ ନାହିଁ, କାହିଁକି ନା ମୋ ଶକ୍ତି ତୁମ ଠାରୁ କିଛି ବି ନୁହେଁ। ତୁମେ ଯେପରି କାଙ୍ଗାଳ ବନାଇବ ମୁଁ ଠିକ୍ ସେହିପରି କାଙ୍ଗାଳ ବ୍ୟକ୍ତିଙ୍କୁ ରାଜା ବନାଇ ଦେବି। ଏହା ଶୁଣି ଦରିଦ୍ରତା ଦେବୀ କହିଲେ, ହେ ଲକ୍ଷ୍ମୀ ଭଉଣୀ, ତୁମକୁ ମୋ ଶକ୍ତି ଜଣା ନାହିଁ। ଯାହାକୁ ତୁମେ ରାଜା ବନାଇବ ମୁଁ ତାକୁ ଦାନେ ଦାନେ ଭିକାରୀ ବନାଇଦେବି। ତ ଏହା ଶୁଣି ଲକ୍ଷ୍ମୀ ଦେବୀ କହିଲେ, ତୁମେ ଠିକ୍ କହୁଛ, ତୁମେ ଯାହାକୁ ଚାହିଁବ ତାଙ୍କୁ କାଙ୍ଗାଳ ବନାଇବ, କିନ୍ତୁ ମୋ କୃପାର ହାତ ଯାହା ଉପରେ ରଖିଦେବି ସେହି ବ୍ୟକ୍ତି ତୁମେ କିଛି ବି ବିଗାଡ଼ି ପାରିବ ନାହିଁ। ଆଉ ଯଦି ତୁମେ ତୁମ ଶକ୍ତିର ପାୱାର ବତାଉଛ ତେବେ ତୁମେ କାଲି ତୁମ ସଂଘର୍ଷ ଆରମ୍ଭ କରିଦିଅ। ଏପରି ଦୁଇ ଦେବୀଙ୍କ ମଧ୍ୟରେ କଥା କଟାକଟି ଷ୍ଟାର୍ଟ ହୋଇଗଲା। ତା ପରଦିନ ଜଣେ ବ୍ରାହ୍ମଣ ଘରକୁ ଦେବୀ ଦରିଦ୍ରତା ପହଞ୍ଚିଗଲେ। ଆଉ ସେହି ବ୍ରାହ୍ମଣ ବହୁତ
ପୂଜା ପାଠ ଏବଂ ପ୍ରତିଦିନ ମନ୍ଦିର ଯାଆନ୍ତି ଆଉ ମାତା ଲକ୍ଷ୍ମୀଙ୍କର ବଡ଼ ଭକ୍ତ ଥିଲେ। ଏପଟେ ଦୁଇ ଭଉଣୀ ନିଜ ନିଜ ଶକ୍ତି ଉପରେ ପ୍ରଭାବ ଦେଖାଉଥିଲେ। ଦରିଦ୍ରତା ଦେବୀ କହିଲେ, ହେ ଭଗିନୀ, ଏବେ ଏହି ବ୍ରାହ୍ମଣ ଉପରେ ମୋ ପ୍ରଭାବ ଦେଖ, ଆଉ ମୁଁ ସେହି ବ୍ରାହ୍ମଣ ଘରକୁ ଗଲା ପରେ କିପରି ଦୁଃଖରେ ଭରିଦେବି ତୁମେ ଦେଖ। ଏତିକି କହି ଦରିଦ୍ରତା ଦେବୀ ଚାଲିଗଲେ। ମାତା ଲକ୍ଷ୍ମୀ ଦରିଦ୍ରତା ଦେବୀଙ୍କର କ୍ରୋଧକୁ ଦେଖି, ଅହଙ୍କାରକୁ ଦେଖି ହସୁଥିଲେ। ତା ପରଦିନ ଦୁଇ ଭଉଣୀ ସେହି ମନ୍ଦିରରେ ପହଞ୍ଚିଗଲେ। ଯେଉଁ ମନ୍ଦିରରେ ବ୍ରାହ୍ମଣ ପୂଜା ପାଠ କରୁଥିଲେ, ସେହି ମନ୍ଦିରକୁ ଗୋଟିଏ ସାଧାରଣ ନାରୀ ରୂପରେ ଦୁଇ ଭଉଣୀ ବେଶ ବଦଳାଇ ମନ୍ଦିର ଦ୍ୱାରରେ ବସି ପଡ଼ିଲେ। ମନ୍ଦିରକୁ ପୂଜା କରିବା ପାଇଁ ଶ୍ରଦ୍ଧାଳୁ ଯିବା ଆସିବା ଲାଗି ରହିଲା। ସବୁ ଲୋକ ଦୁଇ ଭଉଣୀକୁ ଦେଖୁଥିଲେ, କିନ୍ତୁ କାହାର ବି ଧ୍ୟାନ ନଥିଲା। ଆପଣ ତ ଜାଣିଥିବେ, ମନ୍ଦିରକୁ ଦୁଃଖୀ ରଖି ଲୋକମାନେ ସବୁ ଆସିଥାନ୍ତି, ଆଉ ଏହି ଦୁଇ ଭଉଣୀଙ୍କ ନଜର ବ୍ରାହ୍ମଣ ଉପରେ ପଡ଼ିଲା। ବ୍ରାହ୍ମଣ ମନ୍ଦିରର ପୂଜା ପାଠ କଲେ ଏବଂ ପୂଜା ପାଠ ସାରି ନିଜ ଘରକୁ ବାହୁଡ଼ିଲେ। ଏହା ଦେଖି ଦରିଦ୍ର ଦେବୀ କହିଲେ, ଦେଖ, ତୁମ ଭକ୍ତ ଘରକୁ ଯାଉଛନ୍ତି, ଏବେ ତୁମ ଚମତ୍କାର ତୁମେ ଦେଖାଅ। ମାତା ଲକ୍ଷ୍ମୀ ସେହି ବ୍ରାହ୍ମଣର ଯିବା ବାଟରେ ଗୋଟିଏ ଗୋଟା ସଦୃଶ ବାଉଁଶ ରଖିଦେଲେ, ଆଉ ସେହି ବାଉଁଶରେ ସୁନାର ମୋହର ଭରିଦେଲେ। ବ୍ରାହ୍ମଣ ରାସ୍ତାରେ ପଡ଼ିଥିବା ବାଉଁଶକୁ ଉଠାଇ ନେଲେ ଏବଂ ଭାବିଲେ, ଏହି ବାଉଁଶ ମୋର ନିହାତି କିଛି ନା କିଛି କାମରେ ଆସିବ। କିନ୍ତୁ ବ୍ରାହ୍ମଣକୁ ଜଣା ନଥିଲା ଏହି ବାଉଁଶରେ ସୁନାର ମୋହର ଭରିକି ଅଛି। ରାସ୍ତାରେ ଯାଉ ଯାଉ ଜଣେ ବାଳକ ଦେଖିଲା ବ୍ରାହ୍ମଣ ଜଣକ ହାତରେ ଗୋଟିଏ ବାଉଁଶ ଧରି ଯିବାର। ତ ଏହା ଦେଖି ବାଳକଟି ଭାବିଲା, ଏତେ ବଡ଼ ବାଉଁଶ, ବ୍ରାହ୍ମଣ ଦେବଙ୍କର ଏଇ ବାଉଁଶ ବା କ'ଣ କାମରେ ଆସିବ, କିନ୍ତୁ ମୋର ନିହାତି ଏଇ ବାଉଁଶ କାମରେ ଆସିବ। ତ ସେହି ବାଳକ ବ୍ରାହ୍ମଣକୁ ବାଉଁଶଟି ମାଗିଲା। ତ ବ୍ରାହ୍ମଣ ଭାବିଲେ, ହଁ, ଏ କେଉଁ ବାଉଁଶଟା ମୋର ବା କେଉଁ କାମରେ ଆସିବ ଭାବି ବାଳକଟିକୁ 10 ଟଙ୍କାରେ ସେହି ବାଉଁଶଟିକୁ ବିକିଦେଲେ। 10 ଟଙ୍କାରେ ବାଉଁଶଟିକୁ ବିକି ବ୍ରାହ୍ମଣ ବହୁତ ଖୁସି ହେଇଯାଇଥିଲେ। ଏପଟେ ବାଳକଟି ବି ସୁନାର ମୋହର ଲଗାଯାଇଥିବା ବାଉଁଶକୁ ନେଇ ନିଜ ଘରକୁ ପଳେଇଲା। ଏହା ଦେଖି ଦୁଇ ଭଉଣୀ କଥା ହେଲେ। ଦରିଦ୍ରତା ଦେବୀ କହିଲେ, ଦେଖିଲ ଲକ୍ଷ୍ମୀ ଭଉଣୀ, ଇଏ ଥିଲା ମୋର ପ୍ରଭାବ। ତୁମେ ସେହି ବ୍ରାହ୍ମଣକୁ ଧନବାନ ବନାଇବାକୁ ମୋହରାରେ ଭରା ଗୋଟିଏ ବାଉଁଶ ଦେଇଥିଲ, କିନ୍ତୁ ମୋ ପ୍ରଭାବରୁ ସେହି ବାଉଁଶକୁ ମାତ୍ର 10ଟି ଟଙ୍କାରେ ବ୍ରାହ୍ମଣଟି ବିକିଦେଲା। ତୁମ ଭକ୍ତକୁ ଏବେ କ'ଣ ମିଳିଲା? ମାତ୍ର 10ଟି ଟଙ୍କା। ସେହି 10 ଟଙ୍କା ମଧ୍ୟ ମୁଁ ତୁମ ଭକ୍ତଠାରୁ ଛଡ଼ାଇ ନେବି। ଏହା କହି ଦୁଇ ଭଉଣୀ ବ୍ରାହ୍ମଣର ପଛେ ପଛେ ଚାଲିଲେ। ବ୍ରାହ୍ମଣଟି ଯାଇ ଯାଇ ବାଟରେ ଗୋଟିଏ ଫୁଲ ଗଛ ଦେଖି ସେହି 10 ଟଙ୍କାକୁ ନିଜ ଅଣ୍ଟାରେ ଖୋସି ଦେଇ ଫୁଲ ତୋଳିବାକୁ ଲାଗିଲା। ଏହାପରେ ଗୋଟିଏ ବାଳକଟି ଆସି ବ୍ରାହ୍ମଣଙ୍କ ଅଣ୍ଟାରୁ ସେହି 10 ଟଙ୍କାକୁ ଚୋରି କରି ନେଇଗଲା, କିନ୍ତୁ ବ୍ରାହ୍ମଣକୁ କିଛି ବି ଜଣା ପଡ଼ିଲା ନାହିଁ। କାହିଁକି ନା ବ୍ରାହ୍ମଣଟି ଫୁଲ ତୋଳିବାରେ ଏତେ ବ୍ୟସ୍ତ ଥିଲେ ଯେ ବ୍ରାହ୍ମଣର ଅଣ୍ଟାରୁ ପଇସା ଚୋରି ହୋଇଗଲା, କିନ୍ତୁ ବ୍ରାହ୍ମଣକୁ ଜଣା ହିଁ ପଡ଼ିଲା ନାହିଁ। ବ୍ରାହ୍ମଣଟି ଯେତେବେଳେ ଘରେ ପହଞ୍ଚିଲେ, ଘରେ ଦେଖିଲେ ସେହି ବାଳକଟି ବ୍ରାହ୍ମଣଙ୍କର ଘରେ ବାଉଁଶଟିକୁ ଧରି ଆସିଛି। ବାଳକଟି କହିଲେ, ମୁଁ ଆପଣଙ୍କ ଠାରୁ ଯେଉଁ ବାଉଁଶ ନେଇଥିଲି ସେହି ବାଉଁଶଟି ବହୁତ ଭାରି ଅଛି। ମୋ ଦାଦା ମୋତେ କହିଲେ ଏହି ବାଉଁଶକୁ ଫେରାଇ ହାଲକାବାଲା ବାଉଁଶ ନେଇ ଆସ। ଏଥିପାଇଁ ଆପଣ ଆପଣଙ୍କର ବାଉଁଶକୁ ଫେରାଇ ନିଅନ୍ତୁ। ମୁଁ ବଜାରରୁ କିଛି ଅଲଗା ବାଉଁଶ ନେଇ ଆସିବି, ଆଉ ମୋ ପଇସା ଆପଣ ମୋତେ ଫେରାଇ ଦିଅନ୍ତୁ। ବ୍ରାହ୍ମଣ ତାଙ୍କ ବାଉଁଶଟିକୁ ତ ନେଇଗଲେ, କିନ୍ତୁ ପଇସା ଫେରାଇବା ପାଇଁ ଯେତେବେଳେ ନିଜ ଅଣ୍ଟାରେ ହାତ ମାରନ୍ତି ତ ଦେଖିଲେ ଅଣ୍ଟାରେ ପଇସା ନାହିଁ। ଭାବିଲେ, ପଇସା କୁଆଡ଼େ ଗଲା? ବ୍ରାହ୍ମଣ ସେହି ପିଲାକୁ କହିଲେ, ପଇସାଟା ମୋ ପାଖରେ ନାହିଁ, ମୁଁ ତୁମକୁ ପରେ ଦେବି। ପିଲାଟି କହିଲା, ଠିକ୍ ଅଛି, ମୁଁ ପରେ ଆସି ମୋ ପଇସା ଆପଣଙ୍କ ଠାରୁ ନେଇଯିବି। ଏତିକି କହି ପିଲାଟି ନିଜ ଘରକୁ ଫେରିଗଲା। ଏହା ଦେଖି ମାତା ଲକ୍ଷ୍ମୀ ହସିଲେ, ଆଉ ଦରିଦ୍ରତା ଦେବୀ ରାଗରେ ଜଳୁଥିଲେ ଏବଂ ଲକ୍ଷ୍ମୀ ମାତାଙ୍କୁ କହିଲେ, ଯେତେ ପାରୁଛ ସେତେ ହସ, ଏବେ ତ ଖେଳ ଆରମ୍ଭ ହୋଇଛି। ତୁମେ କାମ ଦେଖିକି ହିଁ ଚାଲ, ମୁଁ ଆଗକୁ କ'ଣ କ'ଣ ସବୁ କରୁଛି। ଦର୍ଶକ ବନ୍ଧୁ, ସେପଟେ ବ୍ରାହ୍ମଣକୁ କିଛି ବି ଜଣା ନଥିଲା କି ବାଉଁଶରେ ମୋହରା ଭରି ରହିଛି। ବ୍ରାହ୍ମଣ ଆଗ ଦିନ ମନ୍ଦିର ଯିବା ବାଟରେ ଜଣେ ବ୍ୟକ୍ତି ଆସି ବ୍ରାହ୍ମଣକୁ କ୍ଷମା ପ୍ରାର୍ଥନା କରି କହିଲେ, ହେ ବ୍ରାହ୍ମଣ ଦେବ, ଆପଣ ମୋ ପୁତ୍ରକୁ କ୍ଷମା କରିଦିଅନ୍ତୁ। ସେ ଜାଣି ନପାରି ଆପଣଙ୍କ ଅଣ୍ଟାରୁ ପଇସା ଚୋରି କରି ନେଇଥିଲା, ଯାହାକି ଆପଣ ମୋ ପୁଅକୁ କ୍ଷମା କରିଦେବେ। ମୁଁ ମୋ ପୁତ୍ରର ଭୁଲ ପାଇଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି। ତ ବ୍ରାହ୍ମଣ ସେଇ ପଇସାକୁ ନେଇ କହିଲେ, କିଛି କଥା ନାହିଁ, ଛୋଟ ପିଲାଟି ଭୁଲ କରି ଦେଇଛି, କିଛି କଥା ନାହିଁ। ଏହା କହି ବ୍ରାହ୍ମଣଟି ଚାଲିଗଲେ।
ଏବଂ ଭାବିଲେ ପଇସା ତ ମିଳିଗଲା, ଏବେ ସେହି ପଇସାକୁ ସେହି ବାଳକଟିକୁ ଫେରାଇ ଦେବି। ଏହା ଭାବି ସେ ବାଳକଟିକୁ ଡକାଇ ପଠାଇଲେ, ଯେଉଁ ବାଳକ ବାଉଁଶ ଫେରାଇକି ଯାଇଥିଲା। ବ୍ରାହ୍ମଣ ସେହି ବ୍ୟକ୍ତିଟିକୁ ପଇସା ଫେରାଇ ଦେଲେ। ବ୍ରାହ୍ମଣଟି ସେହି ବାଉଁଶକୁ ନେଇ ନିଜ ଛାତରେ ଲଗାଇଦେଲେ, ଯାହାକି ବାଉଁଶଟି ଅଧିକ ଭାରି ହୋଇଥିବାରୁ ବ୍ରାହ୍ମଣ ଭାବିଲେ ଯେ ଏଇ ବାଉଁଶକୁ ମୁଁ ମୋର ଛାତରେ ଭାର ସମ୍ଭାଳିବା ପାଇଁ ନିଜ ଚାଳିଆରେ ଲଗାଇଦେବି। ଏହା ସବୁ ଦେଖି ଦରିଦ୍ରତା ଦେବୀ ଈର୍ଷାରେ ଜଳୁଥାନ୍ତି ଆଉ ଭାବୁଥାନ୍ତି ଯେ ମୁଁ କ'ଣ କରିବି। ଏହା ଭାବି ଭାବି ବ୍ରାହ୍ମଣକୁ ଜୀବନରୁ ମାରିଦେବା ପାଇଁ ଦରିଦ୍ରତା ଦେବୀ ନିର୍ଣ୍ଣୟ କରିଦେଲେ ଏବଂ କହିଲେ, ହେ ଭଗିନୀ, ମୁଁ ଏହି ବ୍ରାହ୍ମଣର ଧନ ଦୌଲତ ଛଡ଼େଇକି ନେବି ତ ନେବି, ଏହା ସହ ବ୍ରାହ୍ମଣର ପ୍ରାଣ ବି ମୁଁ ନେଇକି ହିଁ ରହିବି। ତୁମେ ଦେଖିବ ଏହି ବ୍ରାହ୍ମଣ କିପରି ତଡ଼ପେଇ ତଡ଼ପେଇ ମରୁଛି। ଏତିକି କହି ଦରିଦ୍ରତା ଦେବୀ ଗୋଟିଏ ଭୟଙ୍କର ସର୍ପ ବେଶ ନେଇ ବ୍ରାହ୍ମଣର ଘର ଆଡ଼େ ଗଲେ। ମାତା ଲକ୍ଷ୍ମୀ ଦରିଦ୍ରତା ଦେବୀଙ୍କର ଏହି ଦୁଷ୍ଟ ବୁଦ୍ଧିକୁ ଦେଖି ଲକ୍ଷ୍ମୀ ଦେବୀ ଆହୁରି ହସିବାକୁ ଲାଗିଲେ। ସେପଟେ ବ୍ରାହ୍ମଣକୁ ଦେଖି ସେହି ଭୟଙ୍କର ସର୍ପଟି ମାରିବା ପାଇଁ ଗୋଡ଼ାଉଛି। ବିଚରା ବ୍ରାହ୍ମଣ ନିଜକୁ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡ଼ିବାକୁ ଲାଗିଛନ୍ତି, କିନ୍ତୁ ସର୍ପଟି ବ୍ରାହ୍ମଣକୁ ଗୋଡ଼ାଇବାରେ ମାତିଛି। ଏହା ଦେଖି ବ୍ରାହ୍ମଣ ହାତ ଯୋଡ଼ି କହିଲେ, ହେ ନାଗଦେବତା, ମୁଁ ତୁମର କିଛି ବି କ୍ଷତି କରିନାହିଁ। ମୁଁ ଜଣେ ଗରିବ ବ୍ରାହ୍ମଣଟିଏ। ତୁମେ ଏଠାରୁ ଚାଲିଯାଅ ଏବଂ ମୋତେ ଛାଡ଼ିଦିଅ। ଏପରି ବ୍ରାହ୍ମଣ ବହୁତ ବିନତି କଲେ, କିନ୍ତୁ ସର୍ପଟି ଆଦୌ ମାନିବାକୁ ପ୍ରସ୍ତୁତ ନୁହେଁ। ଏ ତ ଦରିଦ୍ରତା ଦେବୀ ଥିଲେ, ବ୍ରାହ୍ମଣକୁ ମାରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏହା ଦେଖି ବ୍ରାହ୍ମଣ ନିଜେ ନିଜକୁ ବଞ୍ଚାଇବା ପାଇଁ ସେହି ବାଉଁଶରେ ସର୍ପଟିକୁ ଗୋଟିଏ ଚୋଟଟିଏ ପକାଇଲେ ଏବଂ ବାଉଁଶଟି ଦୁଇ ଫାଳ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ସେହି ବାଉଁଶରେ ଥିବା ସୁନା ମୋହରା ସବୁ ଛିଞ୍ଚତ୍ର ହୋଇ ଏଣେ ତେଣେ ବିଚ୍ଛାରିତ ହୋଇ ପଡ଼ିଗଲା। ଏତେ ସବୁ ମୋହରାକୁ ବ୍ରାହ୍ମଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏପଟେ ସାପଟିର ଅଣ୍ଟା ଭାଙ୍ଗି ଯାଇଛି। ବାଉଁଶ ଚୋଟରେ ନିଜକୁ ରକ୍ଷା କରିବା ପାଇଁ ଡରିକି ସାପଟି ଗୋଟିଏ ଭାଡ଼ିରେ ଯାଇ ଲୁଚି ଯାଇଛି। ଏପଟେ ବ୍ରାହ୍ମଣ ସବୁ ମୋହରାକୁ ଏକାଠି କରି ତୋଳି ନେଲେ ଏବଂ ବାରମ୍ବାର ମାତା ଲକ୍ଷ୍ମୀଙ୍କର ଜୟ ଜୟକାର କରିବାକୁ ଲାଗିଲେ। ଏହା ସହ ବ୍ରାହ୍ମଣ ନିଜକୁ ଧନ୍ୟ ମନେ କଲେ, ଆଜି ମୋର ସବୁ ଗରିବୀ ଦୂର ହୋଇଗଲା। ଏହାପରେ ଲକ୍ଷ୍ମୀ ଏବଂ ଦରିଦ୍ରତା ଦୁଇ ଦେବୀ କଥା ହେବାକୁ ଲାଗିଲେ। ଏହାପରେ ଲକ୍ଷ୍ମୀ ଦେବୀ କହିଲେ, ହେ ଭଗିନୀ, ସତ ସତ କୁହ, ବଡ଼ପଣ ଏବେ କାହାକୁ ମିଳିଲା? ଦେଖ, ବଡ଼ପଣ ଦେବାରେ ମିଳିଥାଏ, ଅନ୍ୟଠୁ ଛଡ଼ାଇବାରେ ବଡ଼ପଣ ମିଳେ ନାହିଁ। ଛଡ଼ାଇଲା ବାଲା କେବେ ବି ସୁଖୀ ହୋଇପାରେ ନାହିଁ, ଆଉ ସୁଖୀ ମନୁଷ୍ୟର ସିଏ ଯିଏ ଅନ୍ୟକୁ ଖୁସି ଦେଇଥାଏ। ଖୁସିକୁ ଛଡ଼ାଇ ନେଲା ବାଲା କେବେ ବି ବଡ଼ ହୋଇ ନଥାଏ। ଏବେ ଆମେ କଥା ହେବା, ଅଧିକ ପରିଶ୍ରମ କଲା ପରେ ବି ଲୋକେ କ'ଣ ପାଇଁ ଖାଲି ହାତରେ ରହିଥାନ୍ତି? ଏହାର କାରଣ ହେଉଛି ମନୁଷ୍ୟ ପୂର୍ବ ଜନ୍ମରେ କରିଥିବା କାର୍ଯ୍ୟ ଏମିତି ହିଁ ହୋଇଥାଏ, ଯାହାକି ଆମକୁ ଫଳ ମିଳିନଥାଏ। ଆଉ ଯେଉଁ କର୍ମର ଫଳ ଆମକୁ ମିଳିଥାଏ ତାହାର ଦୁଇଟି କାରଣ ଥାଏ। ପ୍ରଥମ କାରଣ, ଫଳ ଭବିଷ୍ୟତରେ ମିଳିବ ଏବଂ ଦ୍ୱିତୀୟଟି କାରଣ, ଲକ୍ଷ୍ୟ ଧାରଣ କାର୍ଯ୍ୟ। ଯେବେ ଆମେ ଲକ୍ଷ୍ୟ କରି କୌଣସି କାର୍ଯ୍ୟ କରିଥାଉ ତ ଆମକୁ ଫଳ ହିଁ ମିଳି ଯାଇଥାଏ ଏବଂ ଆମକୁ ଖାଲି ହାତରେ ବି ରହିବାକୁ ପଡ଼ିଥାଏ। ଲକ୍ଷ୍ୟହୀନ କାର୍ଯ୍ୟ ଆପଣମାନଙ୍କୁ ବାର ବାର ଠକିଥାଏ, କିନ୍ତୁ ଆପଣଙ୍କୁ ଫଳ ଦେଇନଥାଏ। ଆଜିର କାହାଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।